ଛାଡ଼ିବିନି। ଏଇଠି ଆସୁ ତାର ଦିନେକୁ ମୋର ଦିନେ ସେ ବରକଟା ହବ ଆଉ ବୋଉ ହବାକୁ ଦବନି। ସେମାନଙ୍କୁ ଛାଡ଼ିବିନି। ଆଜି ଆସୁ। ମୋ ନାତି କୁଆଡ଼େ ତା ପାଇଁ କେତେ ଝୁମୁକା କଣ୍ଢେଇ ଆଣିଛି। ଦେଖ ସେ ଗଲା କୁଆଡ଼େ। କଣ ସେଇଠୁ କଣ ହେଲା ସେଇଠୁ କହ କଣ ପାଇଁ ତମେ ପଡିଲୁ? ଆରେ ଚୁପ କର। ପଚାରୁଛୁ କଣ ତୁ ଉତ୍ତର ଦଉଛୁ କଣ? ମୋ ବୋଉ ପୂର୍ଣ୍ଣିମା କାହିଁ? ସେ ପୁଅକୁ ଧରି ଏ ଘର ଛାଡି ଚାଲି ଯାଇଛି। ମୋ ବୋଉ କେବେ ଏ ଘର ଛାଡି ଯାଇ ପାରିବନି। ସେ ଏ ଘରେ ରହିବ। କଣ କହିଲୁ? ଘରେ ରହିବ? କାହିଁକି ଏ ଘରେ ରହିବ? କହିଲି ପରା ସେ ତା ପୁଅକୁ ଧରି ଏଠାରୁ ଚାଲି ଯାଇଛି। ଓହ ସମାଳି କଥାବାର୍ତ୍ତା କର। ମୋ ଘରେ ରହି ତୁ ମତେ ଜବାବ ଦଉଛୁ। ଏଇ ଦେଖ ଆବେ ବୁଢା ହାତ ତଳକୁ କର, ନହେଲେ ତୋ ହାତକୁ ମୋଡି ଭାଙ୍ଗି ଦେବେ। ମୋ ଉପରେ ତୁ ମୋ ଘରେ ରହି ତୁ ମତେ ଏତେ ବଡ କଥା କହିପାରିଲୁ। ଅନ୍ୟଖରେ ତୋ ପରି ରାକ୍ଷସୀ ଏ ଘରେ ରହିବା ଦରକାର ନାହିଁ। ଏଠାରୁ ଚାଲି ଯାଅ। এই বুড়া कौन है तो इज्जत देवाक बसीथिला। हे भगवान ए सब कौन है गला? ମିଛ କହୁଛି। ମିଛ କହୁଛି। ଇଚ୍ଛା କହୁନି। ଏ ମତେ ମୋ କହିବା भगवान तो ଝିଅର इज्जत ହେଇଗଲା लो ମା। ତାହେଲେ ଏବେ କଣ ହବ? କଣ ହବ ଏବେ? ତମର କି ନାଟକ ଚାଲିଛି? ଛେ 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 ଝିଅ ବୟସ ଲୋକକୁ ତମେ ତାକୁ ବଳତ୍କାର କରୁଛ। ତମକୁ ଟିକେ ଲଜ୍ଜା ଲାଗିଲାନି? ଏସବୁ ମିଛ। କଣ କହିଲ? ସବୁ ମିଛ। ମତେ ଖରାପ ନଜର ଦେଖୁନଥିଲ? କାହିଁକି ମିଛ ବୋଲି କହୁଛ? ଏଇ ବୁଢା ଭଲରେ କହୁଛି। ଦେଖ ଭଲରେ କହୁଛି। ଦେଖ କଣ କହି ଯାଉଛ? ଏମିତି କୋନା କୋନା କରୁଛ କାହିଁକି? କଣ କହିବି ରେ ରହନ? କେମିତି କହିବି? କେତେ ବଡ ଲାଜର କଥା ମୁଁ କେମିତି କହିବି? କଣ ହେଇଛି ଏଇ କଥା ତ କୁହ। ତୋ ବାପା ଲିଜାକୁ ବଳାତ୍କାର କରୁଥିଲେ। ଏ ମାନେ ଗୋଟେ ଚାଲ ନିଛାବ ଝିଅ ପରି। ମୁଁ ତାକୁ କେମିତି ତାକୁ ପାପ ନଜରରେ ମୁଁ ଦେଖି ପାରିବି? କିଏ ମୋ ଶତ୍ରୁ? ମୁଁ ଠିକ ଜାଣିଛି ବାପା। ତମେ ଏ ଘରର ମୁରବୀ ହୋଇ ଗୋଟେ କୁଆରୀ ଝିଅକୁ ବଳାତ୍କାର କରୁଛ। କେବଳ ସେତିକି ନୁହେଁ, ସିଏ ତମ ମାକୁ ବି ଖରାପ ନଜରରେ ଦେଖୁଥିଲା। ରାକ୍ଷସୀ ପରିବେଶ ପରେ ବିଛ ଚକ୍ରାନ୍ତ କରିବାକୁ ସାହସ କଲୁ କେମିତି? ରହନ
ଏମାନେ ଆମ ଗୋଟେ ଶତ୍ରୁ ଏମାନଙ୍କୁ ନହେଲେ ଆମ ଘରକୁ ଭାଙ୍ଗି ମାଟିରେ ମିଶାଇ ଦେବେ। ଯେତେ ଶୀଘ୍ର ପାରୁଛୁ ଏ ଘରରୁ ବାହାର କରିଦେ। ମୁଁ ଠିକ ଜାଣି ସାରିଛି ବାପା। ଆରେ କିଏ ଭୁଲ କରୁଛି ଆଉ କିଏ ଠିକ କରୁଛି। ଛି 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 ଛି, ତମ ପରି ବାପା ମାନଙ୍କୁ ମୁହଁ ଦେଖିବାକୁ ମତେ ଲଜ୍ଜା ଲାଗୁଛି। ଏମିତି ହାତ ଉଠେଇବା ମୁଁ ବି ଭଲ ଭାବରେ ଜାଣିଛି ବାପା। ଏମିତି ଉଠିଲା ହାତକୁ ଭାଙ୍ଗି ଦେବାକୁ ବେଶୀ ସମୟ ଲାଗେ ବୋଧେ। ରେ କଳଙ୍କ, ଯୋଉ ହାତରେ ତୋତେ ଚାଲିବା ଶିଖେଇଛି ସେ ହାତକୁ ତୁ ଭାଙ୍ଗି ଦେଲୁ। ଏ ଦେଖ ଏ ହାତରେ ତୋତେ କଣ କରୁଛି।